ସମସ୍ତଙ୍କୁ ମୋର ନମସ୍କାର। ଆସନ୍ତୁ ଆଜି ଜାଣିବା ଚର୍ମ ରୋଗ। ଯାଦୁ, କାଛୁ, କୁଣ୍ଡିଆ, ଏକଜିମା, ବିଞ୍ଚି, ବିସର୍ପ, ଚମାଦଳା, ଧଳା ଛଉ, ରଙ୍ଗ ଛଉ, ଯେତେ ପ୍ରକାର ଆମ ଦେହ ଭିତରେ ଯେଉଁ ଏଲାର୍ଜି ଚର୍ମ ଉପରେ ରୋଗ ହୁଏ, ସେହି ରୋଗ ବିଷୟରେ ଆଜି ଜାଣିବା। ଚର୍ମ ରୋଗ ହେଲା ପରେ ଏ ଯେଉଁ ସମସ୍ୟା ଗୁଡ଼ାକ ସବୁ ତିଆରି ହୁଏ, ମାନେ ଯେଉଁଥି କାରଣରୁ ଆମେ ଏଲୋପାଥିକ, ହୋମିଓପାଥିକ କେତେ କ'ଣ କଲା ପରେ ମଧ୍ୟ ଏ ରୋଗ ସହଜରେ ଭଲ ହୁଏ ନାହିଁ। ସେହି ଅବସ୍ଥାରେ ଆମେ ଏମିତି କିଛି ବିଷୟରେ ଜାଣିବା ଯେଉଁଥିରେ କି ବିନା ଖର୍ଚ୍ଚରେ, ବିନା ମୂଲ୍ୟରେ, ବିନା ପଇସାରେ ଆମ ନିଜ ଘରେ ରହି ଚେରମୂଳିକା ଜଡ଼ିବୁଟିର ଜ୍ଞାନ ନେଇ ନିଜେ ନିଜକୁ ଚିକିତ୍ସା କରି ଏ ଚର୍ମ ରୋଗରୁ ଆମେ ମୁକ୍ତ ହୋଇପାରିବା। ତାହେଲେ ଆସନ୍ତୁ ଆମେ ଜାଣିବା ଗୋଟେ ସୁନ୍ଦର ବୃକ୍ଷ, ଦୁର୍ଲଭ ବନସ୍ପତି ଗଛ ଔଷଧରେ ଯିଏ ପରିପୂର୍ଣ୍ଣ ଚର୍ମ ରୋଗ ପାଇଁ। ଦେଖନ୍ତୁ ଏ ଗଛ, ପ୍ରାୟ ଏ ଗଛ ଆମ ଭାରତରେ ଜଙ୍ଗଲ, ଏମିତି ରୋଡ କଡ଼ ପ୍ରାୟ ଏ ଗଛ ଚାରିଆଡ଼େ ଥାଏ। ଆଉ ଏଇ ଗଛକୁ ପ୍ରାୟ ଲୋକମାନେ ମଧ୍ୟ ପସନ୍ଦ କରନ୍ତି, କାହିଁକିନା ଏଇ ଗଛର ଯେଉଁ କାଠ, ଏଇ ଆମର ଖଟ, ଆଲମାରି, ଏସବୁ ଜିନିଷ ମଧ୍ୟ ଏଥିରେ ତିଆରି ହୁଏ। ଏଇ ଗଛର ନାଁ ପ୍ରକୃତ ହେଉଛି ଶିଶୁଆ, ଆଉ ହିନ୍ଦୀରେ କହନ୍ତି କାଳିକିଳି। ହେଲେ ଏଇ ଗଛ ପ୍ରାୟ ମୁଁ ଭାବୁଛି ଏ ଗଛକୁ ଦେଖିଲା ପରେ ଆପଣମାନେ ଭଲ ଭାବରେ ଜାଣିପାରୁଥିବେ। ଦେଖନ୍ତୁ ଏ ଗଛ କୋଉ ପରିକା, ଦେଖନ୍ତୁ ଏ ଗଛ ଏମିତି ୟାର ଗୋଲ ଗୋଲ ପତ୍ର ହୋଇଥାଏ।